जय जगन्नाथ। ଯେଉଁ ପିଲା ଯେତେ କଷ୍ଟ କରିବ ତାକୁ ସେତେ ମାର୍କ ମିଳିଥାଏ, କିନ୍ତୁ ଆଜିକାଲି ମାର୍କ ମିଳିଲେ ବି କିଛି ଲାଭ ନାହିଁ। ଯାହାକି ବେଶୀ ଜେନେରାଲ ପିଲାମାନେ ହିଁ ହଇରାଣରେ ପଡ଼ୁଛନ୍ତି। ରାତି ଦିନ କି ପରିଶ୍ରମ କରୁଛନ୍ତି, ମାର୍କ ବି ଭଲ ରଖୁଛନ୍ତି, କିନ୍ତୁ ଯେତେବେଳେ ଅନ୍ୟ କାଷ୍ଟର ପିଲାମାନେ କମ୍ ରଖିକି ସିଟ୍ ପାଇପାରୁଛନ୍ତି କଲେଜରେ, ସେତେବେଳେ ଜେନେରାଲ ପିଲାମାନେ ବ୍ରାହ୍ମଣ କରଣ ଏସବୁ ଯେତେ କଷ୍ଟ କଲେ ମଧ୍ୟ ତାଙ୍କୁ ସିଟ୍ଟେ ମିଳୁନି। କମ୍ ବେଶୀ ମାର୍କ ରଖୁଛନ୍ତି, ତାଠୁ କିନ୍ତୁ କମ୍ ମାର୍କ ରଖୁଥିବା ପିଲାମାନେ ସିଟ୍ ପାଇଯାଉଛନ୍ତି। ଏଥିରେ ପିଲାଙ୍କର ଦୋଷ କ'ଣ? ପିଲାଙ୍କର କ'ଣ ମାନେ କାଷ୍ଟକୁ ନେଇକି ଆମେ ସିଟ୍ ଦେବା, ସେଟା କେତେ ଦୂର ଠିକ୍? ଏହାଦ୍ୱାରା ପିଲାମାନଙ୍କର ଭବିଷ୍ୟତ କେତେ ଅନ୍ଧାର ଆଡ଼କୁ ଯାଉଛି। ପିଲାମାନେ କେବେ ବି ଚାହିଁବେ ନାହିଁ ଯେ ପରିଶ୍ରମ ଆମେ କରିବୁ, କିନ୍ତୁ ଆମେ ଗୋଟେ ଭଲ କଲେଜରେ ସିଟ୍ ପାଇବୁନି, ଭଲ ଚାକିରିଟେ କରିପାରିବୁନି। କାହିଁକିନା ଭଲ ମାର୍କ ରଖିକି ପାସ୍ କରିଲା ପରେ ମଧ୍ୟ ତାଙ୍କୁ ଚାକିରି ମିଳୁନି। ଯେଉଁମାନେ କି କମ୍ ମାର୍କ ରଖୁଛନ୍ତି ସେମାନେ ମଧ୍ୟ ଚାକିରି ପାଇଯାଉଛନ୍ତି, କିନ୍ତୁ ଯଦି ସେମାନେ ଜେନେରାଲ କାଷ୍ଟରେ ରହୁଛନ୍ତି, କରଣ ହୁଅନ୍ତୁ କି ବ୍ରାହ୍ମଣ ହୁଅନ୍ତୁ, ସେମାନେ କ'ଣ ପାପ କରିଛନ୍ତି କି? ସେମାନେ ଏତେ ପରିଶ୍ରମ କରୁଛନ୍ତି ରାତି ଦିନ କି, ତାପରେ ବି ତାଙ୍କୁ ସିଟ୍ ମିଳୁନି କି ଭଲ ଚାକିରିଟେ ମିଳୁନି। ଗୋଟେ ଗରିବ ଘରର ପିଲା ଯିଏକି କାଷ୍ଟ ସେ ଜେନେରାଲ ହେଇଥିବ, ବ୍ରାହ୍ମଣ ହେଉ କି କରଣ ହେଉଥିବ, କିନ୍ତୁ ଗୋଟେ ଗରିବ ଘରର ପିଲା, ତାଙ୍କ ବାପା ତାଙ୍କୁ କେତେ ଭରସା ରଖିକି ସିଏ ବାହାରେ ଛାଡ଼ୁଛନ୍ତି, ମେସ୍ରେ ରଖିକି ପାଠ ପଢ଼ାଉଛନ୍ତି। ପିଲାଟି ବି ଜାଣିଲା ଯେ ବାପା ମୋର କେତେ କଷ୍ଟ କରିକି ମୋତେ ପଇସା ଦେଉଛନ୍ତି। ପିଲାଟି ରାତି ଦିନ କି ପରିଶ୍ରମ କରୁଛି, ପରିଶ୍ରମ କରିକି ଭଲ ମାର୍କ ରଖିଲା ପରେ ବି ତାପରେ ବି ଗୋଟେ ଭଲ ଚାକିରିଟେ ସେ ପାଇପାରୁନି। କାହିଁକି ନା ଯେଉଁ ଯାହାକୁ ଆମେ SC ST କହୁଛନ୍ତି, ସେମାନେ ତାଙ୍କ ଜାଗାରେ ଠିକ୍ରେ ଅଛନ୍ତି। ସେମାନେ ବି ପରିଶ୍ରମ କରନ୍ତୁ, ଜେନେରାଲ ବି ପରିଶ୍ରମ କରନ୍ତୁ। ଦୁଇଟି ପିଲା, SCରୁ ଜଣେ ପିଲା, ଜେନେରାଲରୁ ଜଣେ ପିଲା, ଯିଏ ବି ଯେତେ ପରିଶ୍ରମ କରିବ ସେହି ଅନୁସାରେ ମାର୍କ ପାଉଛନ୍ତି। କିନ୍ତୁ ଯେତେବେଳେ ସିଟ୍ ଭଲ କଲେଜରେ ସିଟ୍ ପାଇବା କଥା ହେଉଛି, ଯେତେବେଳେ ଗୋଟେ ଚାକିରି କ୍ଷେତ୍ରରେ ସେ ଛୁଆ କାହିଁକି ପଛେଇଯିବ? ସମସ୍ତଙ୍କ ପାଇଁ ସମାନ କାହିଁକି ହେବ ନାହିଁ? ପିଲାମାନଙ୍କର ମନୋବଳ ହିଁ ସେଇଠି ଭାଙ୍ଗି ଯାଉଛି। ଜଣେ ଯଦି କମ୍ ମାର୍କ ରଖିକି ସ୍କୁଲରେ ମାଷ୍ଟର ହେଇଯିବେ, ସେ ପିଲାଙ୍କୁ କ'ଣ ପାଠ ପଢ଼େଇବେ? ପିଲାଙ୍କୁ ପାଠ ପଢ଼େଇବା ଗୋଟେ ଏତେ ସହଜ ନୁହେଁ। ପିଲାମାନଙ୍କୁ ପାଠ ପଢ଼େଇବା ଦ୍ୱାରା ଗୋଟେ ପିଲାଟି ମଣିଷ ହେଉଛି, ତାମାନେ ସେଠି ଗୋଟେ ଭଲ ଛାତ୍ରର ଆବଶ୍ୟକ ଦରକାର। ଗୋଟେ ଭଲ ଛାତ୍ର ଭଲ ପାଠ ପଢ଼ିକି ନିଯୁକ୍ତି ହେଉଛି, ହେଇସାରିଲା ପରେ ଯାଇକି ସେ ପିଲାଙ୍କୁ ପାଠ ପଢ଼ାଇବା ଦରକାର। ସେଠି ଆମେ କାଷ୍ଟ ଦେଖିକି ପିଲାମାନଙ୍କର ଭବିଷ୍ୟତକୁ ବି ଅନ୍ଧାର କରିବା ଠିକ୍ ନୁହେଁ। ସମସ୍ତେ ସମାନ ହେବା ଦରକାର। କ'ଣ ଗରିବ କ'ଣ ବ୍ରାହ୍ମଣ ଘରରେ ଗରିବ ପିଲା କ'ଣ ନାହାନ୍ତି? ବ୍ରାହ୍ମଣ ଘରରେ ଯେଉଁଠି ବି ବହୁତ ଗରିବ ପିଲା ଅଛନ୍ତି, କରଣମାନେ ବି ବହୁତ ଗରିବ ଅଛନ୍ତି। ସେମାନଙ୍କୁ ଜେନେରାଲ କହିକି ସେମାନଙ୍କର ପିଲାମାନେ କେତେ ଦୁଃଖ ପ୍ରକାଶ କରୁଛନ୍ତି। ଯେତେ ପରିଶ୍ରମ କଲେ ମଧ୍ୟ ଆମର କିଛି ଲାଭ ନାହିଁ କହିକି ବି ଭୁଲ ବାଟକୁ ଯାଉଛନ୍ତି। ଏହାଦ୍ୱାରା କ'ଣ ଲାଭ ମିଳୁଛି? ସେଥିପାଇଁ ସମସ୍ତେ ସମାନ ଅଧିକାର ପାଇବା ଦରକାର। ସବୁ ପିଲାମାନେ ଯେତେ ପରିଶ୍ରମ କରିବ ସେ ସେହି ଅନୁସାରେ ଫଳ ପାଇବା ଦରକାର, ନା କି କାଷ୍ଟ ଅନୁସାରେ ଚାକିରି ମିଳିବା ଦରକାର, ନା କାଷ୍ଟ ଅନୁସାରେ କଲେଜରେ ସିଟ୍ ମିଳିବା ଦରକାର। ସେମିତି ହେଲେ କୌଣସି ପିଲାଙ୍କର ପାଠ ପଢ଼ିବା ପାଇଁ ଇଚ୍ଛା ଆଉ ହେବ ନାହିଁ। ଯିଏ ବି ଜେନେରାଲ ପିଲା, ଯେଉଁମାନେ କି କଷ୍ଟ କରିକି ସିଟ୍ଟେ ପାଇବେନି ଭଲ କଲେଜରେ, ସେମାନେ କାହିଁକି ଭାବିବେ କାହିଁକି ଯେ ମୁଁ ଏତେ ପରିଶ୍ରମ କଲା ପରେ ବି ମୋର ହେଉନି, ମୁଁ କାହିଁକି ପରିଶ୍ରମ କରିବି? ସେଥିପାଇଁ ସବୁ ପିଲାମାନେ ସମାନ, ସବୁ ପିଲାମାନଙ୍କ ପାଇଁ ସମାନ ରୁଲ୍ ରହିବା ଦରକାର। ପାଠପଢ଼ାରେ ବିଶେଷ କରି ଯିଏ ଯେତିକି ପରିଶ୍ରମ କରିବ ସେହି ଅନୁସାରେ ତାକୁ କଲେଜରେ ସିଟ୍ ମିଳିବା ଦରକାର, ସେହି ଅନୁସାରେ ବି ତାଙ୍କୁ ଚାକିରି ମିଳିବା ଦରକାର। ସେହି ପିଲାମାନେ କରିବେ କ'ଣ? ଯେତେବେଳେ ଜଣେ କମ୍ ମାର୍କ ରଖିକି ଗୋଟେ ଭଲ କଲେଜରେ ସିଟ୍ ପାଇଯାଉଛନ୍ତି, ଭଲ କଲେଜରେ ସିଟ୍ ପାଇବା ସହିତ ଭଲ ଚାକିରି ବି ପାଇଯାଉଛନ୍ତି, କିନ୍ତୁ ଜେନେରାଲ ହେଲେ ବୋଲି କ'ଣ ତାଙ୍କର କ'ଣ କିଛି ନାହିଁ? ତାଙ୍କ ପରିଶ୍ରମର ମୂଲ୍ୟ କ'ଣ କିଛି ନାହିଁ? ସେ ଏତେ ରାତି ଦିନକେ ପରିଶ୍ରମ କରୁଥିବେ, ଦେଖିଲା ବେଳକୁ ନା ଚାକିରି ଗୋଟେ ଭଲ ପାଇପାରୁଛନ୍ତି, ଯୋଗ୍ୟତା ଥାଇକି ସେମାନେ ଚାକିରି ପାଇପାରିବେନି। ଏଇଟା କେଉଁଠି ଠିକ୍ ତ କେବେ ବି କହିବିନି ମୁଁ। ସେଥିପାଇଁ ସବୁ ସମାନ, ସମସ୍ତେ ସମାନ। ଜୟ ଜଗନ୍ନାଥ।